ଏଠି ଅଛି ବୁଢ଼ାବୁଢ଼ୀ ବୃଦ୍ଧମାନଙ୍କ କେୟାରଟେକର ହିସାବରେ ଅଛି ଆଉ ଦେଖୁଛନ୍ତି ତ 10-11 ବର୍ଷ ହେଇଗଲାଣି ଅଛି 2014ରୁ ଅଛି। ତାଙ୍କୁ ଗାଧୋଇ ଦେବା ତାଙ୍କ ଲୁଗାପଟା ପିନ୍ଧିବା ତାଙ୍କ ଲୁଗାପଟା କାଚିବା ସବୁ ବାସନ କୁସନ ମାଜିବା। ଯେ ଏଇଠି ଆଶ୍ରମ ଆସିଲା ପରେ ଆପଣ ଲୋକ ମଉସା ମାଉସୀକୁ ସେବା କରୁଛନ୍ତି ତା ସହିତ ଆଉ କ'ଣ କରୁଛନ୍ତି ଆପଣ? ଏଠି ସେବା ସହିତ ସନ୍ଧ୍ୟାବେଳେ ବି ଏଠି ଭାଗବତ କାର୍ଯ୍ୟକ୍ରମ ବି ହୁଏ। ଭାଗବତ ପଢ଼ୁ ବୃଦ୍ଧମାନେ ସବୁ ଶୁଣନ୍ତି ଆନନ୍ଦ ଲାଗେ ସେମାନେ ଆନନ୍ଦ ପାଆନ୍ତି ଆମେ ବି ଆନନ୍ଦ ପାଉ। ନାମ ସଂକୀର୍ତ୍ତନ ହୁଏ। ଆପଣ ପ୍ରବଚନ ଭଳିଆ ଦିଅନ୍ତି ଆଜ୍ଞା ମାନେ ବହୁତ ବଡ଼ ପ୍ରବଚନ ଭାଗବତ ବୁଝିବାଠୁ ପୁରା ପଢ଼ିବାଠୁ ଆରମ୍ଭ କରି ବୁଝିବା ପର୍ଯ୍ୟନ୍ତ ସବୁ କାମ ଏଇ କାମ କରନ୍ତି। ଏଇ କରିକି ଆପଣ ସଂସାର ବି ପୋଷୁଛି ଆପଣଙ୍କ ସଂସାର ବି ଚଳୁଛି। ଆଜ୍ଞା ଏଥିରେ ଗୋଟେ ଆନନ୍ଦ ଥାଏ ପ୍ରଭୁଙ୍କ କଥା କହିବାର ଗୋଟେ ଆନନ୍ଦ ଥାଏ ପ୍ରଭୁଙ୍କ କଥା ଆଲୋଚନା କରିବାର ଗୋଟେ ଆନନ୍ଦ ଥାଏ। ସେଇ ଆନନ୍ଦଟା ମୁଁ ନିଜେ ପାଏ ଆଉ ମୁଁ ବି ଚାହେଁ ଅନ୍ୟମାନେ ବି ପାଆନ୍ତୁ। ମାସକୁ ଯଦି ଆପଣ ଯଦି ଅଧିକ ଟଙ୍କା କିଏ 2 ଜଣ ଦେବ ଆପଣ ଏଠୁ ପଳେଇଯିବେ ନା ଏଠି ରହିବେ? କେତେ ତ ଏମିତି ଗଲେଣି ତଥାପି ତ ମୁଁ ତ ଅଛି ଏବେ ବି ଅଛି ଦେଖୁଛନ୍ତି ତ 10-11 ବର୍ଷ ହେଇଗଲାଣି ଅଛି 2014ରୁ ଅଛି। ଏଇଠି ରହିବେ ବି ଏଠି? ଏବେ ବି ଅଛି ମୁଁ ଆଉ କୁଆଡ଼େ ଯିବାକୁ ବି ମୋର ତ ଆଗ୍ରହ ବି ମୁଁ ଆଉ ପ୍ରକାଶ କରିନି। କ'ଣ ଭାଗବତ ପଢ଼ାନ୍ତି ମଉସା ମାଉସୀ କ'ଣ ଶୁଣାନ୍ତି ଆପଣ ଟିକେ ବାଣୀ ଶୁଣିଲେ ଟିକେ ଲୋକଙ୍କୁ ଶୁଣାନ୍ତୁ। ଆପଣ ମଉସା ମାଉସୀ ଶୁଣିଛନ୍ତି ଏବେ ଦର୍ଶକକୁ ଶୁଣାନ୍ତୁ ସାରା ଓଡ଼ିଶାକୁ ଶୁଣାନ୍ତୁ। ଭାଗବତର କଥା କ'ଣ କହିବା ସେ ତ ହେଉଛି ଅନନ୍ତ ତାର ଯେମିତି ସମୁଦ୍ରର କୌଣସି ଗଭୀରତା ନାହିଁ ତାକୁ କିଏ ମାପିପାରିବେ ନାହିଁ। ଭୂମିରେ କେତେ ରେଣୁ ଅଛି ଯେମିତି କେହି ଗଣିପାରିବେ ନାହିଁ ସେମିତି ପ୍ରଭୁଙ୍କର କେତେ ମହିମା ତାକୁ ଆମେ କ'ଣ ବର୍ଣ୍ଣନା କରିବାର ସାମର୍ଥ୍ୟ ବି ଆମେ ନାହିଁ। ତଥାପି ଏ ଯେଉଁ ଏ ମର୍ତ୍ତ୍ୟମଣ୍ଡଳରେ ଯେମିତି ଜନ୍ମ ହେଇଛି ଆମେ ନିଶ୍ଚିତ ଭାବରେ ଦିନେ ମରିବାଟା ହିଁ ଥାଏ। ଏଇଟା ହେଉଛି ମୁଖ୍ୟ କଥା। ଏ ଆଶ୍ରମ କେତେ ଜଣ ଲୋକ ଅଛନ୍ତି? ଏ ଆଶ୍ରମରେ 14 ଜଣ ଅଛନ୍ତି। 14 ଜଣ ସେବା କରୁଛନ୍ତି ଖାଇବା ଠିକ୍ ଟାଇମ୍ ଦେଉଛନ୍ତି ଆପଣ ନିଜେ ବି ଖାଉଛନ୍ତି ନା ଆନନ୍ଦ ଯେଉଁ ଗୋଟେ ମଉସା ମାଉସୀଙ୍କୁ ସେବା କରିବା ଆନନ୍ଦ ଗୋଟେ ସାଙ୍ଗରେ ବସି ଖାଇବା ଯେମିତି ବାପା ମାଆଙ୍କ ସେବା ଏ ମୋର ଗୋଟେ ଆନନ୍ଦ। ମୁଁ ବିଭିନ୍ନ ପ୍ରକାର କାମ କରେ ଦରକାର ପଡ଼ିଲେ ତାଙ୍କ ଗୋଡ଼ ହାତ ବି ମୋଡ଼େ ବସିକି କାର ମଉସା ମାଉସୀଙ୍କର ହଁ ସବୁ କାମ କରେ। ସବୁ କାମ କରନ୍ତି ଆପଣ ସବୁ କିଛି ଭାବୁନା ଯେ ସିଏ ଆମର ପର କି ନିଜର କଥା କେହି କହିବେନି। ଲୋକ ଗୋଟେ ଲୋକ ଅଛନ୍ତି ଯେ ସେବା କଲେ ଘୃଣା ଲାଗେ ବା ଘୃଣା ମନୋମତି ଆପଣ ଘୃଣା ଫୃଣା କିଛି ଲାଗେନି କିଛି ଘୃଣା ଲାଗେନି। ଏଇଠି ଏମିତି କେତେ ଏମିତି ଗଲେଣି ପ୍ରଭୁଙ୍କ ଦୟାରେ ସେମିତି ଚାଲିଛି ଆଉ ଆଗକୁ ବି ସେମିତି ଚାଲୁଥିବ ବୋଲି ମୋର ଆଶା। ଆପଣ କ'ଣ ଜାତିର ବ୍ରାହ୍ମଣ ପିଲା? ଆଜ୍ଞା ତ ବ୍ରାହ୍ମଣ ପିଲା ହେଇକି ଏଇ କାମ କରୁଛନ୍ତି ଆପଣ? ବ୍ରାହ୍ମଣ ମାନେ ତ ହେଲେ ତ ଆଗେ ନିଶ୍ଚିତ ଦୟାଶୀଳ ହେବା ଦରକାର ତ ଆଉ ବ୍ରାହ୍ମଣ ନ ହେଇକି ଯଦି ଆମେ ଦୟାଶୀଳ ନ ହେବା ଆଉ ବ୍ରାହ୍ମଣ କି ଲାଭଟା କ'ଣ? ଯଦି ଆମେ ନିଷ୍ଠୁର ହେବା ଆମେ ତାହେଲେ ବ୍ରାହ୍ମଣ ନୁହେଁ। ସକଳ ଘଟେ ଏକ ବ୍ରହ୍ମ ସର୍ବତ୍ର ଦେଖିବ ସମାନ ଏଭାବେ ଥାନ୍ତି ଯେତେ ପ୍ରାଣୀ ତାହାକୁ ପଣ୍ଡିତ ବଖାଣି। ଆପଣ ଭିତରେ ଯେଉଁ ଭଗବାନ ଅଛନ୍ତି ଆମ ଭିତରେ ସେଇ ଭଗବାନ ଅଛି ଏଇ ଭାବନା ରଖିକି ଯଦି ଆମେ ସେବା ନ କରିପାରିବା ତାହେଲେ ଆମ ସେବା କରିବାଟାକୁ ଧିକ୍ ହେଇଯିବ ନା। ସେଇଟା ହେଉଛି ମୁଖ୍ୟ କଥା। ବ୍ରାହ୍ମଣ ଲକ୍ଷଣ କ'ଣ ବ୍ରାହ୍ମଣମାନଙ୍କର ଲକ୍ଷଣ କ'ଣ ଥାଏ ଯେଉଁଟା ବ୍ରାହ୍ମଣ ପୂଜା କରିବା ତାର ଲକ୍ଷଣ କ'ଣ ଅଛି? ତ ଆପଣ ଗୋଟେ ବହୁତ ବଡ଼ କଥା ପଚାରିଲେ ପୁରା ବ୍ରାହ୍ମଣ ସମାଜ ଉପରେ ପୁରା ପଚାରିଲେ କଥାଟି ମୁଁ ତ ଅଳ୍ପଜ୍ଞ ମୁଁ ତ ଏତେ କଥା କହିପାରିବି ନାହିଁ ଯେତିକି କିନ୍ତୁ ଭାଗବତରେ ଉଲ୍ଲେଖ ଅଛି ମୁଁ ସେତିକି କଥା କହିବି ମୁଁ ବେଶୀ କଥା ମୁଁ ତ କହିପାରିବି ନାହିଁ। ବ୍ରହ୍ମ ଜାନନାତି ବ୍ରାହ୍ମଣ ସେ ହେଉଛି ମୁଖ୍ୟ କଥା। ବ୍ରହ୍ମକୁ ଯିଏ ଜାଣିପାରେ ସେ ଏକ ପରମାତ୍ମାକୁ ଯିଏ ଜାଣିପାରେ ଆତ୍ମା ମୁଁ ଏଇ ଶରୀର ତ ହେଉଛି ନଶ୍ୱର। ଭାଗବତ ଲେଖିଛନ୍ତି କିଏ? ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ସଂସ୍କୃତ ଭାଗବତ ମହର୍ଷି ବ୍ୟାସଦେବ। ଭାଗବତ ଆସିଲା କେଉଁଠୁ? ଭାଗବତଟା ଆସିଲା କେଉଁଠୁ? ଭାଗବତ ସେ କଥା କହିବାକୁ ଗଲେ ନା ପୁରା ଆପଣଙ୍କୁ ଯିବାକୁ ପଡ଼ିବ ପୁରା ବୈକୁଣ୍ଠକୁ ଯିବାକୁ ପଡ଼ିବ ବୈକୁଣ୍ଠକୁ ଯିବାକୁ ପଡ଼ିବ। ରାଧାକୃଷ୍ଣଙ୍କର ବାସସ୍ଥଳୀ ଯୋଉଟା ହେଉଛି ପ୍ରଭୁଙ୍କର ଗୋଲକ ଧାମ ସେଠାରୁ ଜାଣ ଭାଗବତର ଉତ୍ପତ୍ତି। ଆଜ୍ଞା।